ହୁହୁ, ହୁହୁ, ହୁହୁ। ଏଇ ତମେ ଦି ଜଣ ଆଉ ଚିଲ୍ଲାଅନି। ତମେ ଦି ଜଣ ଯଦି ଚିଲ୍ଲେଇବ ତାହେଲେ ମୋ ଶିଆଳ ଦଳ ଜାଣିପାରିବେ ହଂସ ଚୋରି କରିକି ଆଣିଛି ବୋଲି। ସେମିତିରେ ତାଙ୍କୁ ଭାଗ ଦେବାକୁ ପଡ଼ିବ। ଏବେ ତମେ ଚୁପ୍ କର। ଆରେ ବାଘୁଣୀ, ଏଇ ଅଣ୍ଡା ଗୁଡାକୁ ଆମେ ବଜାରରେ ବିକ୍ରି କଲେ ଆମେ ଭଲ ପଇସା ପାଇବା। ହଁ, ତମେ ଠିକ କଥା କହୁଛ। କାଲି ତମେ ବଜାରକୁ ଯାଇକି ଏଇ ଅଣ୍ଡା ଗୁଡାକୁ ବିକ୍ରି କରିକି ଆସ, ନହେଲେ ଆମ ଅଣ୍ଡା ଗୁଡାକୁ କିଏ ଚୋରି କରିକି ନେଇଯାଇପାରେ। ହଉ ଠିକ ଅଛି, କାଲି ମୁଁ ଯାଇକି ଅଣ୍ଡା ଗୁଡାକୁ ବଜାରରେ ବିକ୍ରି କରିକି ଆସିବି। ଏବେ ମୁଁ ଯାଉଛି ଏଇ ହଂସ ଗୁଡାକୁ ପୋଖରୀରେ ଗାଧେଇକି ଆଣିବି। ହଉ ଠିକ ଅଛି, ତମେ ଯାଅ। ପୋଖରୀକୁ ତ ମୁଁ ପହଞ୍ଚିଗଲି। ଏଇ ହଂସ ଦଳ, ତମେ ଏବେ ଯାଅ ଏଇ ପୋଖରୀରେ ଗାଧାଅ। ଆରେ ମୁଁ ଏ କଣ ଦେଖୁଛି ରେ? ଏତେ ବଡ଼ ବଡ଼ ହଂସ। ଏଇ ହଂସ ଗୁଡାକୁ ଦେଖିକି ମୋ ପାଟିରୁ ଲାଳ ଗଡ଼ିଲାଣି। ମୁଁ ଏବେ ଯାଏ ଏଇଠୁ ଗୋଟେ ହଂସ ଝାମ୍ପିକି ଆଣି ଆସେ। ଆରେ ଆରେ, ଏଇ ହଂସ ଗୁଡା ତ ବାଘ ମାମୁଁର। ହଉ, ଯାହାର ବି ହଉ, ଯେମିତି ହେଲେ ମତେ ଏଇଠୁ ଗୋଟେ ହଂସ ଝାମ୍ପିକି ଆଣିବାକୁ ପଡ଼ିବ। ମତେ ବହୁତ ଭୋକ ଲାଗିଲାଣି। ମୁଁ ଏବେ ଯାଏ ଏଇଠୁ ଗୋଟେ ହଂସ ଝାମ୍ପିକି ଆଣେ। ଏଇ ହଂସ ଦଳ, ଏବେ ଚାଲ ଘରକୁ ଯିବା। ପାଗ ତ ଭଲ ଦେଖାଯାଉନି, କେତେବେଳେ ବି ବର୍ଷା ହେଇପାରେ। ବାଘ ମାମୁଁ ହଂସ ଗୁଡାକୁ ନେବା ଆଗରୁ ମୁଁ ଯାଉଛି ସେଇଠୁ ହଂସ ଗୁଡା ଝାମ୍ପିକି ଆଣି ଆସେ। ଆରେ ଆରେ, ଏଇ ଶିଆଳଟା କଣ ମୋର ଗୋଟେ ହଂସକୁ ଝାମ୍ପିକି ନେଇଗଲା? ଏଇ ଦୁଷ୍ଟ ଶିଆଳ, ରହ ରହ, ମୋର ହଂସଟା ଦେଇକି ଯା, ନହେଲେ ତୋତେ ମୁଁ ଛାଡ଼ିବିନି। ଏଇ ଶିଆଳ, ରହ ରହ, ମୋ ହଂସଟା ଦେଇକି ଯା। ଇ ବାବାରି, ମୁଁ ତ ପଡ଼ିଗଲି, ଆଉ ମୋ ହାତରୁ ହଂସଟା ଖସିଗଲା। ହଉ, ସେ ହଂସ ଯାଉ, ମୁଁ ଏଇଠୁ ଜୀବନ ବଞ୍ଚେଇକି ପଳାଏ, ନହେଲେ ବାଘ ମାମୁଁ ଯୋଉ ଠେଙ୍ଗା ଧରିଛି ମତେ ପିଟି ପିଟି ମାରିଦେବ। ଦୁଷ୍ଟ ଶିଆଳ, ଆଜି ତୁ ମୋ ହାତରୁ ବଞ୍ଚିଗଲୁ। ଆଜି ଯଦି ମୁଁ ତୋତେ ଧରିଥାନ୍ତି ନା, ଏଇ ଠେଙ୍ଗାରେ ମାରି ମାରି ତୋ ମୁଣ୍ଡଟାକୁ ଫଟେଇ ଦେଇଥାନ୍ତି। ହଂସଟାକୁ ତ ମୁଁ ପାଇଗଲି। ଏବେ ମୁଁ ଯାଉଛି ଘରକୁ ଯିବି।
ଇ ବାବାରେ ମୁଁ ତ ବଞ୍ଚିଗଲି। ଯଦି ଆଜି ମତେ ବାଘ ଧରି ପକେଇଥାନ୍ତା ସେଇ ଠେଙ୍ଗାରେ ମାରି ମାରି ମୋ ମୁଣ୍ଡ ଫଟେଇ ଦେଇଥାନ୍ତା। କିନ୍ତୁ ମତେ ତ ବହୁତ ଭୋକ ଲାଗୁଛି। ଏବେ ମୁଁ କଣ କରିବି? ଭୋକରେ ମୋ ପେଟଟା ଗୁଳେଇଲାଣି। ମୁଁ ଏବେ ଯାଏ କୋଉଠୁ କିଛି ଖାଦ୍ୟ ଖୋଜିକି ଦେଖେ। ଆରେ ଏଇଠି ତ ଗୋଟେ ଅଣ୍ଡା ଅଛି। ମତେ ଲାଗୁଛି ଏଇ ଅଣ୍ଡାଟା କୋଉ ବଡ ପକ୍ଷୀର ଅଣ୍ଡା। ହଉ ଯାହାର ବି ହଉ ମୁଁ ଯାଉଛି ଏଇ ଅଣ୍ଡାଟାକୁ ଖାଇଦେବି ଆଉ ମୋ ଭୋକ ମେଣ୍ଟେଇବି। ଆରେ ଏଇଟା ତ ଗୋଟେ ପକ୍ଷୀର ଛୁଆ। ଏଇ ପକ୍ଷୀର ଛୁଆଟା ତ ବହୁତ ଛୋଟ। ୟାକୁ ଖାଇଲେ ତ ମୋ ପେଟ ପୁରିବନି। ମୁଁ ଏଇ ପକ୍ଷୀର ଛୁଆଟାକୁ ଛାଡିକି ପଳାଏ। ଆରେ ଏଇ ଚଢେଇ ଛୁଆଟା କଣ ଚିଁ ଚିଁ କରୁଛି? ଏଇ ଚଢେଇ ଛୁଆଟାକୁ ଦେଖିଲେ ମତେ ବହୁତ ଦୁଃଖ ଲାଗୁଛି। ଏଇ ଚଢେଇ ଛୁଆଟାକୁ ଚାଲ ମୁଁ ସାଙ୍ଗରେ ନେଇଯିବି। ଓହୋ କେତେ ସୁନ୍ଦର ଚଢେଇ ଛୁଆ। ଏଇ ଚଢେଇ ଛୁଆଟାକୁ ମୁଁ ଘରକୁ ନେଇଯିବି ଆଉ ଏଇ ଚଢେଇ ଛୁଆଟାକୁ ମୁଁ ପାଳିବି। ଆରେ ଏଇ ଚଢେଇ ଛୁଆଟା ଭୋକରେ ଚିଁ ଚିଁ କରୁଛି ବୋଧେ। ଏଇ ଚଢେଇ ଛୁଆଟାକୁ ମୁଁ କିଛି ଖାଇବାକୁ ଦିଏ। ଏଇ ଚଢେଇ ଛୁଆ ରହ ରହ, ତୋ ପାଇଁ ମୁଁ ଖାଦ୍ୟ ଆଣୁଛି। ବନ୍ଧୁ 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 ବନ୍ଧୁ। ଇ ବାବାରେ ମତେ ତ ବହୁତ ଭୋକ ଲାଗୁଛି। ମୁଁ ତ ଆଉ ଭୋକ ସମ୍ଭାଳି ପାରୁନି। ଯାହା ବି ହଉ ମୁଁ ଯାଉଛି ବାଘ ମାମୁଁ ପାଖରୁ ହଂସ ଚୋରି କରିକି ଆଣିକି ଖାଇବି। ନହେଲେ ମୁଁ ଆଜି ଭୋକରେ ମରିଯିବି। ଆରେ ଏଇଠି ତ ବାଘ ମାମୁଁ ନାହିଁ। ମୁଁ ଜଲ୍ଦି ଯାଏ ଏଇଠୁ ଦିଟା ହଂସ ଚୋରି କରିକି ଆଣି ଆସେ। ଆରେ ମତେ କେତେ ଖୁସି ଲାଗୁଛି ଯେ ମୁଁ କଣ କହିବି। କୋଉ ହଂସଟାକୁ ନେବି ମୁଁ ଜାଣିପାରୁନି। ହେ ମୁଁ ଆଉ ଡେରି କରେନି, ଏଇଠୁ ହଂସ ଦିଟା ଧରିକି ପଳାଏ। ଆରେ ଆରେ ଏଇ ଖରାବେଳ ଦ୍ୱିପହରଟାରେ ହଂସ ଗୁଡା ଏତେ ଚିତ୍କାର କରୁଛନ୍ତି କଣ ପାଇଁ? ମୁଁ ଯାଇକି ଦେଖେ। ଆରେ ଆଉ ଡେରି କଲେ ହେବନି। ମୁଁ ଜଲ୍ଦି ଏଇଠୁ ହଂସ ଦିଟା ନେଇକି ପଳାଏ। ନହେଲେ ବାଘ ମାମୁଁ ଆସିଲେ ମତେ ଆଉ ହଂସ ନେବାକୁ ଦେବନି। ଆରେ ଆରେ ଏଇ ଶିଆଳଟା କଣ ମୋର ହଂସ ଦିଟା ଚୋରି କରିକି ନେଇଯାଉଛି? ଆରେ ଏଇଟା ତ ସେଇ ଶିଆଳ। ଏଇ ଶିଆଳଟା ଦିନେ ପୋଖରୀରୁ ମୋର ହଂସ ଗୁଡା ଚୋରି କରିକି ନେଇଯାଉଥିଲା। ଏଇ ଶିଆଳ ରହ, ମୋ ହଂସ ଗୁଡାକୁ ଦେଇକି ଯା, ନହେଲେ ତତେ ମୁଁ ଛାଡିବିନି।
ବାବାରେ ମୁଁ ତ ଧରା ପଡ଼ିଗଲି। ମୁଁ ଏବେ କ'ଣ କରିବି? ବାଘ ମାମୁଁ ତ ମତେ ଛାଡ଼ିବନି। ଏଇ ଦୁଷ୍ଟ ଶିଆଳ, ତୁ ଏବେ କୁଆଡ଼େ ଯିବୁ? ତୋତେ ମୁଁ ଆଜି ଛାଡ଼ିବିନି। ତୋତେ ମୁଁ ଆଜି ଠେଙ୍ଗାରେ ମାରି ମାରି ତୋ ମୁଣ୍ଡ ଫଟେଇ ଦେବି। ବନ୍ଧୁ ବନ୍ଧୁ, ତମେ କୁଆଡ଼େ ଗଲ? ମତେ ବଞ୍ଚାଅ, ନହେଲେ ଆଜି ବାଘ ମତେ ମାରୁ ମାରୁ ମାରିଦେବ। ଏଇଠୁ ମୁଁ ଜଲ୍ଦି ପଳାଏ, ନହେଲେ ଆଉ ଥରେ ସେଇ ବଡ଼ ପକ୍ଷୀଟା ଆସିପାରେ। ବନ୍ଧୁ, ତମେ ଆଜି ମୋର ଜୀବନ ବଞ୍ଚାଇ ଦେଲ। ତମକୁ ବହୁତ ବହୁତ ଧନ୍ୟବାଦ। ତମେ ବି ତମର ଜୀବନ ବଞ୍ଚେଇଥିଲ। ମତେ ଧନ୍ୟବାଦ କୁହନି, ତମକୁ ଧନ୍ୟବାଦ। ଆରେ ବନ୍ଧୁ, ତମେ ଏତେ ସୁନ୍ଦର ଉଡ଼ି ପାରୁଛ। ତମେ ଆଜି ଏତେ ସୁନ୍ଦର ଉଡ଼ିବା ଯୋଗୁ ମତେ ଆଜି ବଞ୍ଚେଇ ଦେଲ। ବନ୍ଧୁ 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 ବନ୍ଧୁ। ଏଇ ମାଙ୍କଡ଼ ଜଲ୍ଦି ଆଇ, ଆଉ ଏଇ ବିସ୍କୁଟ ଗୁଡ଼ା ଟଲି ରିକ୍ସାରୁ ଜଲ୍ଦି ଓହ୍ଲା। ବାଘ ମାମୁଁ, ତମେ ଏତେ ଗୁଡ଼ାଏ ବିସ୍କୁଟ କୋଉଠୁ ପାଇଲ? ଏଇ ଜଙ୍ଗଲରେ ମୁଁ ବୁଲୁଥିଲି, ଦେଖିବାକୁ ପାଇଲି ଗୋଟେ ବିସ୍କୁଟ ଗାଡ଼ି ଉଲ୍ଟି ପଡ଼ିଛି, ଆଉ ତା ଆଖପାଖରେ କେହି ନାହାନ୍ତି। ସେଥିପାଇଁ ବିସ୍କୁଟ ଗୁଡ଼ାକୁ ମୁଁ ଟଲି ରିକ୍ସାରେ ଲୋଡ୍ କଲି, ଆଉ ସବୁ ଆଣି ଆସିଲି। ବାଘ ମାମୁଁ, ମୁଁ ବି କାଲି ତମ ସହିତ ବୁଲିବା ପାଇଁ ଯିବି। ଯଦି କୋଉଠି ବିସ୍କୁଟ ଗାଡ଼ି ଉଲ୍ଟି ପଡ଼ିଥିବ, ମୁଁ ସେଇଠୁ ବିସ୍କୁଟ ଆଣି ଆସିବି। ହଁ ହଁ, ଯିବୁ ଯିବୁ। ଏବେ ଆଇ, ଏଇ ବିସ୍କୁଟ ଗୁଡ଼ାକୁ ନେଇକି କୋଉଠି ଲୁଚେଇ ଦେବା। ଆମ ଜଙ୍ଗଲରେ ତ ବହୁତ ଚୋର ଡକାୟତ ଅଛନ୍ତି। ଯଦି ଏଇ ବିସ୍କୁଟ ଉପରେ କାହା ନଜର ପଡ଼ିଯିବ, ଆମ ବିସ୍କୁଟ ଗୁଡ଼ାକୁ ଚୋରି କରିକି ନେଇଯିବ। ହଁ ବାଘ ମାମୁଁ, ଚାଲନ୍ତୁ ଚାଲନ୍ତୁ। আরে পল্টু, এই কাদো মাটিরে তু এইটা কোন তৈরি করুচু? আরে মু এইটা খেলনা বন্ধুক তৈরি করুচি। এই খেলনা বন্ধুক তৈরি করিকি তু কোন করিবু? আরে এই খেলনা বন্ধুকটা বাঘ আমুকু দেখেইকি ডরেইকি তা পাখরু খাদ্য ছড়েইকি আনিবা। এই তু ইয়াডু সিয়াডু কোন কহুচু? এই কাদো মাটির বন্ধুক নেইকি বাঘ আমুকু ডরেইবু, আউ তা পাখরু খাদ্য ছড়েইকি আনিবু। আরে মু ইয়াডু সিয়াডু কহুনি, মো কথাটা আগ শুণ। এই তু জানিছু এইটা কাদো মাটির বন্ধুক, আউ মু জানিছি এইটা কাদো মাটির বন্ধুক। বাঘ আমু কোন জানিছি কি এইটা কাদো মাটির বন্ধুক বলি? আরে তু ঠিক কହୁଛୁ ତ, এমিতি তো মু ভাবি নথিলি। এই চাল চাল, এবে যাইকি বাঘ আমুঠু খাদ্য ছড়েইকি আনিবা। ଏଇ ମାଙ୍କଡ଼, ତୁ ଭଲ କି ଧ୍ୟାନ ରଖୁଥା, ନହେଲେ ଆଗ ପରି ତତେ ଆଉ ଥରେ କିଏ ବକାବ ନେଇକି ଏଇ ବିସ୍କୁଟ ଗୁଡ଼ାକୁ ନେଇକି ପଳେଇବ। ବାଘ ଆମୁ, ତମେ ଜମା ଚିନ୍ତା କରନି। ଏଥର ମତେ ବକା ବନେଇବା ଏତେ ସହଜ ନୁହଁ। এই পল্টু, দেখ দেখ, বাঘ আমু গোটে বিস্কুট দোকান দেইছি। এই চাল চাল, এই নকলি বন্দুকরে বাঘ আমুকু ডরেইকি সব বিস্কুট গুড়াকু নেইকি পড়াইবা। হ্যান্ডস অফ।
ଏଇ ମାଙ୍କଡ ତୁ ଏମିତି ଭାବରେ କଣ ଦେଖୁଛୁ? ଏଇ ବନ୍ଧୁକଟା କଣ ସତର ବନ୍ଧୁକ? ଏଇ ବନ୍ଧୁକରୁ ଗୁଳି ବାହାରେ? ଏଇ ବାଘ ମୁଁ ହ୍ୟାଣ୍ଡସପ୍। ଏବେ ମୁଁ ଏଇ ବନ୍ଧୁକରୁ ଗୁଳି ଚଲେଇକି ଦେଖେଇବି କି ଏଇ ବନ୍ଧୁକଟା ସତ ନା ମିଛ? ଆରେ ନା ଶିଆଳ, ତୁ ଗୁଳି ଚଲାନି, ନହେଲେ ମୁଁ ମରିଯିବି। ଏଇ ମାଙ୍କଡ ତୁ ଚୁପ୍ କର। ଏଇ ଲାଲଟୁ ତୁ ଜଲ୍ଦି ଜଲ୍ଦି ବିସ୍କୁଟ ଗୁଡାକୁ ଟଲି ରିକ୍ସାରେ ଲୋଡ୍ କର। ଏଇ ପଲ୍ଟୁ, ଏଇ କାଦ ମାଟି ବନ୍ଧୁକଟା ତ ବର୍ଷା ପାଣିରେ ମିଳେଇ ଗଲା। ଏବେ ଆମର କଣ ହବ? ଏଇ ଦୁଷ୍ଟ ଶିଆଳ ଦଳ, ଏଇ କାଦ ମାଟିରେ ବନ୍ଧୁକ ତିଆରି କରିକି ମତେ ଡରଉଥିଲ। ରୁହରେ ରୁହ, ଏବେ ତମର କଣ ଅବସ୍ଥା ହଉଛି ଦେଖ। ବାଘ ଆମୁ, ଏଇ ଦୁଷ୍ଟ ଶିଆଳ ଦିଟାକୁ ଆମେ ଛାଡିବାନି। ଆଗଥର ଆମକୁ ବକାବନି କି ଆମଠୁ ସବୁ ନେଇ ଯାଇଥିଲେ। ବାଘ ଆମୁ, ଏଥର ଏଇ ଦି ଜଣକୁ ଆମେ ଉଚିତ ଶିକ୍ଷା ଦେବା। ଏଇ ମାଙ୍କଡ ତୁ ଚୁପ୍ କର, ନହେଲେ ମୁଁ ତତେ ପରେ ଦେଖି ନେଇଯିବି। ଏଇ ତୁ ମାଙ୍କଡକୁ ପରେ ଦେଖିବୁ। ଏବେ ମୁଁ ତୋର କଣ ଅବସ୍ଥା କରୁଛି ଦେଖ। ଏବେ ଏଇ ଦୁଷ୍ଟ ଶିଆଳ ଦିଟା ଧରା ପଡିଛନ୍ତି। ବାଘ ଆମୁ, ଆମର ବହୁତ ବଡ ଭୁଲ ହେଇଯାଇଛି, ଆମକୁ କ୍ଷମା କରିଦିଅ। ଆଗଥର ମୁଁ ତମ ଦି ଜଣକୁ କ୍ଷମା କରିକି ବହୁତ ବଡ ଭୁଲ କରିଥିଲି, କିନ୍ତୁ ଆଜି ମୁଁ ତମ ଦି ଜଣକୁ ଛାଡିବିନି। ଆଜି ମୁଁ ତମ ଦି ଜଣକୁ ଉଚିତ ଶିକ୍ଷା ଦେବି। ଏଇ ପଲ୍ଟୁ, ଏଇ ବାଘ ମାମୁ ତ ଆଜି ଆମକୁ ଛାଡିବନି। ଏବେ ଆମେ କଣ କରିବା? ଏଇ ତୁ କିଛି ଚିନ୍ତା କରନି, ମୁଁ କିଛି ଉପାୟ ବାହାର କରୁଛି। ଏବେ ଏଇ ଦୁଷ୍ଟ ଶିଆଳ ଦିଟା ଉଚିତ ଶିକ୍ଷା ପାଇଛନ୍ତି। ବାଘ ଆମୁ, ଚାଲ ଏବେ ଆମେ ଏଇଠୁ ପଳେଇବା। ବାଘ ଆମୁ, ଏଇଥରଟା ଆମକୁ ଛାଡି ଦିଅ। ଏମିତି ଭୁଲ ଆଉ ଆମେ କେବେ କରିବୁନି। ନା ନା, ତମ ଦି ଜଣକୁ ଛାଡା ଛୁଡି ନାହିଁ। ତମେ ଦି ଜଣ ଏଇଠି ଏମିତି ଟଙ୍ଗା ହେଇକି ଥାଅ। ଏଇ ମାଙ୍କଡ, ଏଇଠୁ ପଳେଇବା ଚାଲ। ଏଇ ପଲ୍ଟୁ, ବାଘ ମାମୁ ତ ପଳେଇଲା। ଏବେ ଆମର କଣ ହବ? ଏଇ ତୁ କଣ କରୁଛୁ? ଜମା ହଲଚଲ ହେନି, ନହେଲେ ଆମେ ଦି ଜଣ ସାରା ମରିବା। ଏଇ ତୋ ବେକର ଦଉଡିଟା ମୋ ବେକରେ ବନ୍ଧା ହେଇଛି, ମୋ ବେକର ଦଉଡିଟା ତୋ ବେକରେ ବନ୍ଧା ହେଇଛି। ଆମେ ଦି ଜଣ ଭିତରୁ କିଏ ବି ହଲଚଲ ହେଲେ ଆମେ ଦି ଜଣ ସାରା ମରିବା। ଏଇ ଏବେ ତାହେଲେ ଆମେ କଣ କରିବା? ଏଇ ରହ, ମୁଁ କିଛି ଉପାୟ ଚିନ୍ତା କରୁଛି। ଏଇ ଦେଖ ଦେଖ, ଆମ ଆଡକୁ ଗୋଟେ ସାପ ମାଡି ଆସୁଛି। ଏଇ ତୁ ଯେମିତି ହେଲେ ଏଇ ସାପକୁ ଏଇଠୁ ହଟା। ଏଇ ତୁ ଜମା ଚିନ୍ତା କରନି, ଏବେ ମୁଁ ଏଇ ସାପକୁ ଏଇଠୁ ହଟଉଛି। ମିଆଉ ମିଆଉ ମିଆଉ। ଏଇ ତୁ ସାପକୁ ହଟେଇବାର ବ୍ୟବସ୍ଥା କରୁଛୁ ନା ଆମକୁ ଖାଇବାର ବ୍ୟବସ୍ଥା କରୁଛୁ? ଏଇ ରହ ରହ, ଏବେ ମୁଁ ଏଇ ସାପକୁ ହଟଉଛି। ହେ ହେ, ସାପ ପଳେଇଲା ରେ। ହା 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 ହା। ଏଇ ତୋର କଣ ହେଲା ରେ? ତୁ ଏମିତି ହଲଚଲ ହଉଛୁ କଣ ପାଇଁ? ନହେଲେ ଆମେ ଦି ଜଣ ସାରା ମରିବା ଯେ। ଏଇ ଗୋଟେ କଙ୍କଡା ମୋ ଗୋଡରେ ଚଢି ଯାଉଛି ରେ।
ଏଇ କଙ୍କଡାକୁ ଏଇଠୁ ହଟା। ମୁଁ କଙ୍କଡାକୁ ବହୁତ ଭୟ କରେ। କଙ୍କଡା ଯୋଉଠି ନାହିଁ ସେଇଠି କାମୁଡି ଦିଏ। ଏଇ କଙ୍କଡାଟା ତୋ ଆଡେ ଯାଉଛି। ଏଇ କଙ୍କଡା ହେଟ୍ 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 ହେଟ୍। ଆ! ଏଇ ଆମେ 2 ଜଣ ବଞ୍ଚିଗଲେ ରେ। ୟାହୁ! ଏଇ ଆମେ ସିନା ବଞ୍ଚିଗଲେ, କିନ୍ତୁ ବାଘ ମାମୁଁ ଆଉ ମାଙ୍କଡକୁ ଆମେ ଜମା ଛାଡିବାନି। ବାଘ ମାମୁଁ ଆଉ ମାଙ୍କଡକୁ ଆମେ ଦିନେ ନା ଦିନେ ନିଶ୍ଚୟ ମଜା ଚଖେଇବା। ହଁ ତୁ ଠିକ କହିଲୁ। ବାଘ ମାମୁଁ ଆଉ ମାଙ୍କଡକୁ ଆମେ ଦିନେ ନା ଦିନେ ନିଶ୍ଚୟ ମଜା ଚଖେଇବା, ନହେଲେ ଆମ ଆତ୍ମା ଶାନ୍ତି ହେବନି।